ଖୋର୍ଦ୍ଧା ଜିଲ୍ଲା ନିରାକାରପୁର ଅଞ୍ଚଳ ଅନ୍ତର୍ଗତ ଡିଆସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରୁ ଗତକାଲି ରାତିରେ ପାଣି ଉଠାଇବା ପାଇଁ ବ୍ୟବହୃତ ସବମର୍ସିବଲ ପମ୍ପ ଚୋରି ହୋଇଥିବା ଘଟଣା ଜଣାପଡ଼ିଛି। ସକାଳେ ବିଦ୍ୟାଳୟ କର୍ମଚାରୀମାନେ ସ୍କୁଲକୁ ଆସିବା ସମୟରେ ପମ୍ପ ଲଗାଯାଇଥିବା ସ୍ଥାନରେ ତାହା ନଥିବା ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସୂଚନା ଅନୁସାରେ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଏବଂ ଶିକ୍ଷକମାନଙ୍କ ପାଇଁ ପାଣି ବ୍ୟବସ୍ଥା କରିବାର ଉଦ୍ଦେଶ୍ୟରେ ସ୍ଥାପିତ ସବମର୍ସିବଲ ପମ୍ପକୁ କିଛି ଦୁର୍ବୃତ୍ତ ଗତକାଲି ରାତିରେ ଚୋରି କରିନେଇଥିବା ସନ୍ଦେହ କରାଯାଉଛି। ଏହା ଫଳରେ ବିଦ୍ୟାଳୟରେ ପାଣି ଯୋଗାଣ ବ୍ୟବସ୍ଥା ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ଘଟଣା ସମ୍ପର୍କରେ ବିଦ୍ୟାଳୟ ପକ୍ଷରୁ ନିରାକାରପୁର ଥାନାରେ ଅଭିଯୋଗ ଦାଖଲ କରାଯାଇଥିଲା। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ସହ ଚୋରମାନଙ୍କୁ ଶୀଘ୍ର ଧରିବା ପାଇଁ ପ୍ରୟାସ ଜାରି ରଖିଛି। ସ୍ଥାନୀୟ ଲୋକମାନେ ଏପରି ଘଟଣାକୁ ନିନ୍ଦା କରିଥିବା ସହ ବିଦ୍ୟାଳୟର ସମ୍ପତ୍ତି ସୁରକ୍ଷା ପାଇଁ ପ୍ରଶାସନ ତରଫରୁ କଠୋର ପଦକ୍ଷେପ ନେବାକୁ ଦାବି କରିଛନ୍ତି। ବିଦ୍ୟାଳୟ ପ୍ରଶାସନ ମଧ୍ୟ ଶୀଘ୍ର ପମ୍ପ ପୁନଃ ସ୍ଥାପନ କରି ଛାତ୍ରଛାତ୍ରୀଙ୍କ ପାଇଁ ପାଣି ସୁବିଧା ସାଧାରଣ କରିବାକୁ ସମ୍ବନ୍ଧିତ ବିଭାଗ ଏବଂ ଡିଆ ପଞ୍ଚାୟତର ସରପଞ୍ଚଙ୍କୁ ଅନୁରୋଧ କରିଛି। ପ୍ରକାଶ ଥାଉ କି ଗତ ସପ୍ତାହରେ ବିଦ୍ୟାଳୟ ସାମ୍ନାରେ ଏକ ଟ୍ରାନ୍ସଫର୍ମର ଚୋରି ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚୋରକୁ ଠାବ କରାଯାଇପାରିନାହିଁ। ବ୍ୟୁରୋ ରିପୋର୍ଟ, ଓଡ଼ିଶା ମୋବାଇଲ ଟିଭି।